আজি ଆସନ୍ତୁ ଆମ୍ଭେ ପରମେଶ୍ୱର ଶରୀର ଧାରଣ କରି ଆସିବା ଦ୍ୱାରା ମାନବ ଜାତିର ପ୍ରତିକ୍ରିୟା ଶୀର୍ଷକ ମାଧ୍ୟମରେ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଯେତେବେଳେ ଆମ୍ଭେ ଏହି ସମାଚାର ଦେଇଥାଉ କି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଛନ୍ତି, ତେବେ ଆମ୍ଭେ ବେଳେବେଳେ ଚିନ୍ତିତ ହୋଇପାରୁ କି ଲୋକମାନେ ସ୍ୱୟଂକୁ ପଚାରନ୍ତି, କ'ଣ ଏହା ଏକ ଅଦ୍ଭୁତ ଚର୍ଚ୍ଚ ନୁହେଁ? କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ସ୍ୱତନ୍ତ୍ର ରୂପେ ପ୍ରଚାର କରିବାର ପଥ ପ୍ରଥମରୁ ହିଁ ଖୋଲି ଦେଇଛନ୍ତି। ଯେହେତୁ ଆମ୍ଭେ ତାହା ହିଁ ସାକ୍ଷ୍ୟ ଦେଇଥାଉ ଯାହା ବାଇବଲରେ ଅଛି। କିଛି ଏପରି ମଧ୍ୟ ଲୋକ ହୁଅନ୍ତି ଯେଉଁମାନେ ଯଦିଓ ଅଜ୍ଞାନତା କାରଣରୁ ଆମ୍ଭର ପ୍ରତିରୋଧ କଲେ, କିନ୍ତୁ ଶେଷରେ ସତ୍ୟର ଅନୁଭବ କରନ୍ତି ଏବଂ ସେହି ସମୟଠାରୁ ସେମାନେ ବଡ଼ ଉତ୍ସାହର ସହିତ ଆପଣା ବିଶ୍ୱାସକୁ ଧରି ରଖନ୍ତି। ଆମ୍ଭେ ଏହାକୁ ପ୍ରଥମ ଚର୍ଚ୍ଚରେ ହେଉଥିବାର ଦେଖିପାରିବା। ଯେତେବେଳେ ପ୍ରଥମ ଚର୍ଚ୍ଚ ଏହି ଖବରର ପ୍ରଚାର କଲେ କି ଯୀଶୁ ଶରୀରରେ ଆସିଥିବା ପରମେଶ୍ୱର ଅଟନ୍ତି, ସେତେବେଳେ ସୁସମାଚାରର ଦ୍ୱାର ବ୍ୟାପକ ରୂପେ ଖୋଲିଗଲା। ଲୋକମାନେ ଯାହା ଭାବୁଥିଲେ ଏହାର ପରିଣାମ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସ୍ୱାଭାବିକ ରୂପେ ଏପରି ଲୋକ ଥିଲେ ଯେଉଁମାନେ ସତ୍ୟକୁ ବାଧା ଦେବା ନିମନ୍ତେ କାର୍ଯ୍ୟ କଲେ ବା ବିଶ୍ୱାସ କରିନଥିଲେ। ତଥାପି ସେହି ସମୟର କୌଣସି ଧର୍ମର ତୁଳନାରେ ସୁସମାଚାରର ଅଧିକ ବିସ୍ଫୋରକ ରୂପେ ପ୍ରସାରିତ ହେବାରେ ସକ୍ଷମ ଥିଲା। ଏହି ପ୍ରକାର ଆମ୍ଭେ ମଧ୍ୟ ଯେଉଁମାନେ ଏହି ଯୁଗରେ ବଞ୍ଚୁଅଛୁ ପିତା ଓ ମାତାଙ୍କ ବିଷୟରେ ଘୋଷଣା କରିବାରେ ଓ ସାକ୍ଷ୍ୟ ଦେବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବା ଉଚିତ। ସର୍ବୋପରି ଆମ୍ଭକୁ ସର୍ବଦା ଭବିଷ୍ୟବାଣୀ ପ୍ରତି ସଚେତନ ରହିବା ଆବଶ୍ୟକ ଆଉ ନିଜକୁ ପଚାରିବା ଉଚିତ, ଏହି ଭବିଷ୍ୟବାଣୀ ମୋତେ କେଉଁଠିକୁ ପଥ ପ୍ରଦର୍ଶନ କରୁଅଛି? ଆସନ୍ତୁ ବାଇବଲର ମାଧ୍ୟମରେ ଏହି ମାମଲା ଉପରେ ଗୋଟିଏ ପରେ ଗୋଟିଏ ଯାଞ୍ଚ କରିବା କି ଆମ୍ଭେ ସତ୍ୟ ସୁସମାଚାରର ପଥରେ ଚାଲିବାର କିପରି ସୁନିଶ୍ଚିତ କରିପାରିବା। ପରମେଶ୍ୱରଙ୍କ ଶରୀର ଧାରଣ କରି ଆସିବା ଏହା ଏକ ଅବିଶ୍ୱସନୀୟ ଘଟଣା ଅଟେ। ଏହା କିଛି ଏପରି ଅଟେ ଯାହା ବିଷୟରେ ଲୋକମାନେ ଆପଣା ଦୈନିକ ଜୀବନରେ ସାମାନ୍ୟ ରୂପେ ଚିନ୍ତା କରନ୍ତି ନାହିଁ। ଯଦି ପରମେଶ୍ୱରଙ୍କୁ ମନୁଷ୍ୟ ରୂପେ ଶରୀରରେ ଆସିବାର ଅଛି, ତେବେ ମାନବ ଜାତିର କ'ଣ ପ୍ରତିକ୍ରିୟା ହେବ? ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ହେବ। ଏଥିପାଇଁ ପ୍ରଥମ ପିତରଙ୍କ ପୁସ୍ତକରେ ପ୍ରେରିତ ପିତର କହିଲେ, ଏଣୁ ବିଶ୍ୱାସ କରୁଅଛ ଯେ ତୁମେମାନେ ସେହି ମହାମୂଲ୍ୟର ଅଂଶୀ ଅଟ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର। ସର୍ବଦା ଦୁଇଟି ପଥ ରହିଥାଏ, ବିଶ୍ୱାସୀମାନଙ୍କ ପଥ ଓ ଅବିଶ୍ୱାସୀମାନଙ୍କ ପଥ। ଆମ୍ଭକୁ ଆପଣା ବିଶ୍ୱାସ ସେହି ଲୋକମାନଙ୍କ କାରଣରୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ କେବେ ପରିତ୍ୟାଗ କରିବା ଉଚିତ ନୁହେଁ। ଆମ୍ଭକୁ ଅବିଶ୍ୱାସୀମାନଙ୍କ ବିଚାର ଆଧାରରେ ଆପଣା ବିଚାରକୁ ପରିବର୍ତ୍ତନ କରିବା ଉଚିତ ନୁହେଁ। ଯେବେ ଅବିଶ୍ୱାସୀ ନର୍କକୁ ଯିବା ବିଷୟରେ ଚିନ୍ତା କରନ୍ତି, ଆମ୍ଭେ ସେମାନଙ୍କ ନର୍କ ଯିବାର ବିଚାରରେ ସାମିଲ ହେବା ଉଚିତ ନୁହେଁ। ହଁ ନା? କିଛି ପ୍ରଭେଦ ପଡ଼େ ନାହିଁ କି ଦୁନିଆରେ ସମସ୍ତ ଲୋକ ଖ୍ରୀଷ୍ଟଙ୍କୁ କିପରି ପାଳନ କରନ୍ତି। ଆମ୍ଭକୁ ଯାହା ପରମେଶ୍ୱର ଦେଖାଇଅଛନ୍ତି ସେହି ବିଶ୍ୱାସ ଆଡ଼କୁ ଅଗ୍ରସର ହେବାରେ ସକ୍ଷମ ହେବା ଉଚିତ। ଆମ୍ଭକୁ କମ୍ରୁ କମ୍ ଥରେ ସ୍ୱୟଂକୁ ପଚାରିବା ଉଚିତ, ଯଦି ପରମେଶ୍ୱର ଜଣେ ମନୁଷ୍ୟ ରୂପେ ଶରୀରରେ ଆସନ୍ତି, ତେବେ ମାନବ ଜାତିର କ'ଣ ପ୍ରତିକ୍ରିୟା ହେବ? ବାଇବଲରେ ବିଭିନ୍ନ ଲୋକମାନଙ୍କ ମାଧ୍ୟମରେ ଆସନ୍ତୁ ଦେଖିବା କି ସେମାନେ ଆଦି ପୁସ୍ତକ ଅଧ୍ୟାୟ 18 ପଦ 1ରେ କିପରି ପ୍ରତିକ୍ରିୟା କଲେ। ଏଥି ଉତ୍ତାରୁ ଦିନକର ଖରା ବେଳେ ଅବ୍ରାହମ ମମ୍ରିମ୍ ଆଲୋନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ। ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ। ତହିଁରେ ସେ ଅନାଇ ଦେଖିଲେ 3ଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ପୁଣି ଦେଖିବା ମାତ୍ର ସାକ୍ଷାତ କରିବାକୁ ତମ୍ବୁ ଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ, ହେ ପ୍ରଭୁ, ନିବେଦନ କରୁଅଛି, ଯେବେ ମୋ ପ୍ରତି ଅନୁଗ୍ରହ କରିବା ହେଲେ ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ। ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ମୂଳେ ବିଶ୍ରାମ କରନ୍ତୁ ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଛି, ତଦ୍ୱାରା ପ୍ରାଣ ତୃପ୍ତ କରନ୍ତୁ। ତହିଁ ଉତ୍ତାରେ ଗମନ କରିବେ, କାରଣ ଏଥି ନିମନ୍ତେ ଆପଣା ଦାସ ନିକଟକୁ ଆଗମନ କଲେ। ସେତେବେଳେ ସେମାନେ କହିଲେ, ଯାହା କହୁଅଛ ତାହା କର। ତହିଁରେ ଅବ୍ରାହମ ଶୀଘ୍ର ତମ୍ବୁ ଗୃହକୁ ସାରା ନିକଟକୁ ଯାଇ କହିଲେ, 300 ଉତ୍ତମ ମଇଦା ନେଇ ଆଣି ଶୀଘ୍ର ରୋଟି ପ୍ରସ୍ତୁତ କର। ଅନନ୍ତର ଅବ୍ରାହମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ ସେ ତାହା ଶୀଘ୍ର ରାନ୍ଧିଲା। ସେତେବେଳେ ସେ ଦହି, ଦୁଗ୍ଧ ଓ ପକ୍ୱ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ। ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ। ଏଠାରେ ପରମେଶ୍ୱର ଆପଣା ଦୂତମାନଙ୍କ ସହିତ ଅବ୍ରାହମଙ୍କ ସମ୍ମୁଖରେ ପ୍ରକଟ ହେଲେ ଯେତେବେଳେ ସେ ଆପଣା ତମ୍ବୁରେ ଥିଲେ। ପରମେଶ୍ୱର ଶରୀର ଧାରଣ କରିଥିଲେ। ପରମେଶ୍ୱର ଅବ୍ରାହମଙ୍କ ସମ୍ମୁଖରେ ଏକ ଦୃଶ୍ୟ ରୂପରେ ପ୍ରକଟ ହେଲେ ଆଉ ଦହି, ଦୁଗ୍ଧ ଓ ପକ୍ୱ ଗୋବତ୍ସର ମାଂସ ଭୋଜନ କଲେ। ଏହି ତଥ୍ୟ ଦେଖାଇଥାଏ କି ପରମେଶ୍ୱର ଶରୀରରେ ଆସିଲେ। ଆମ୍ଭେ ଏହି ଦୃଶ୍ୟର ଅଭିଲେଖ ଆଦି ପୁସ୍ତକ ଅଧ୍ୟାୟ 18ର ପୁସ୍ତକରେ ପାଇପାରିବା।
ଯେତେବେଳେ ପରମେଶ୍ୱର ଶରୀରରେ ଅବ୍ରାହମଙ୍କ ସମ୍ମୁଖରେ ପ୍ରକଟ ହେଲେ ତେବେ ତାହାଙ୍କ ପ୍ରତିକ୍ରିୟା କିପରି ଥିଲା? ଅବ୍ରାହମ ହୃଦୟ ସହକାରେ ପରମେଶ୍ୱରଙ୍କ ସେବା କଲେ ଓ ତାହାଙ୍କ ଆଦର କଲେ। ଯେବେ ପରମେଶ୍ୱର ମାନବ ଜାତି ସମ୍ମୁଖରେ ମନୁଷ୍ୟ ରୂପେ ପ୍ରକଟ ହୁଅନ୍ତି ତେବେ ମାନବ ଜାତି ଏଥିରେ କିପରି ପ୍ରତିକ୍ରିୟା କରିବ? ଏହି ବାକ୍ୟ ଆମ୍ଭମାନଙ୍କୁ ଦେଖାଇଥାଏ କି ଯେତେବେଳେ ଅବ୍ରାହମ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ଶରୀରରେ ପ୍ରକଟ ହୋଇଥିବାର ଦେଖିଲେ ତେବେ ସେ କିପରି ପ୍ରତିକ୍ରିୟା ଦେଖାଇଲେ। ଯଦିଓ ଆମ୍ଭେ ଏହି ଏକ ପ୍ରକାରର ଉଦାହରଣକୁ ଅବ୍ରାହମର ମାଧ୍ୟମରେ ଦେଖିପାରିବା, ନୂତନ ନିୟମରେ ଆମ୍ଭେ ସେହି ଘଟଣାର ବିପରୀତ ଉଦାହରଣକୁ ଦେଖିପାରିବା। ଆସନ୍ତୁ ଆମ୍ଭେ ନୂତନ ନିୟମକୁ ଯିବା। ଆସନ୍ତୁ ଯୋହନ ଅଧ୍ୟାୟ 10 ପଦ 30 ଉପରେ ଏକ ନଜର ଦେବା। ମୁଁ ଓ ପିତା ଏକ। ଜିହୁଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କ ଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି। ସେହି ସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ? ଜିହୁଦୀମାନେ ତାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁନାହୁଁ, କିନ୍ତୁ ଈଶ୍ୱର ନିନ୍ଦା ନିମନ୍ତେ। ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ। ଏହି ବାକ୍ୟରେ ଆମ୍ଭେ ଦେଖିପାରିବା କି ଯେବେ ପରମେଶ୍ୱର ମନୁଷ୍ୟ ରୂପେ ଏହି ପୃଥିବୀକୁ ଆସିଲେ ସେ ସ୍ୱୟଂ ଘୋଷଣା କଲେ କି ମୁଁ ପରମେଶ୍ୱର ଅଟେ। ସେ ପରମେଶ୍ୱର ଥିଲେ ଯେ ଏହା ଘୋଷଣା କରିଥିଲେ। ତଥାପି ଲୋକମାନଙ୍କ ଏକ ସମୂହ ଥିଲା ଯେଉଁମାନେ ତାଙ୍କୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ। ଅବ୍ରାହମଙ୍କ ପରି ଲୋକ ଥିଲେ ଯେଉଁମାନେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କୁ ଗ୍ରହଣ କରିଥିଲେ, ଯେତେବେଳେ ଜିହୁଦୀମାନଙ୍କ ପରି ଲୋକ ମଧ୍ୟ ଥିଲେ ଯେଉଁମାନେ ତାହାଙ୍କ ବିରୋଧ କଲେ ଆଉ ତାଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କଲେ। ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଲେ। ପ୍ରକୃତରେ ଏହା ଏକ ଅବିଶ୍ୱସନୀୟ ଘଟଣା ଅଟେ। ଆସନ୍ତୁ ଯୋହନ ଅଧ୍ୟାୟ 1 କୁ ଯିବା। ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 1 ପଦ 1ରେ ପରମେଶ୍ୱରଙ୍କ ବାକ୍ୟକୁ ଦେଖିବା। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ବାକ୍ୟ ଯାହା ଆଦ୍ୟରେ ଥିଲା, ପରମେଶ୍ୱର ଯିଏ କହିଲେ ଦୀପ୍ତି ହେଉ, ପରମେଶ୍ୱର ଯିଏ ଦୀପ୍ତିକୁ ଅନ୍ଧକାରରୁ ଭିନ୍ନ କଲେ, ପରମେଶ୍ୱର ଆକାଶମଣ୍ଡଳର ଅଧସ୍ଥ ସମଗ୍ର ଜଳକୁ ଶୂନ୍ୟର ଅଧସ୍ଥ ଜଳରୁ ଭିନ୍ନ କଲେ। ସେହି ପରମେଶ୍ୱରଙ୍କ ବିଷୟରେ ଯିଏ ଏହି ସମସ୍ତ କଲେ ପ୍ରେରିତ ଯୋହନ ଅଧ୍ୟାୟ 1ରେ ଏହି ପ୍ରକାର ଲେଖିଲେ। ସେ ପଦ 14ରେ ବୁଝାଇଲେ କି ସେହି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିବେ। ଯୋହନ ଅଧ୍ୟାୟ 1 ପଦ 1ରେ ବାକ୍ୟ ଥିଲା, ସେହି ବାକ୍ୟ କଣ ହୁଏ? ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ଜିହୁଦୀମାନଙ୍କ ଏକ ସମୂହ ଥିଲା ଯେଉଁମାନେ ଯୀଶୁଙ୍କ ଉପରେ ଏହି ତଥ୍ୟ କାରଣରୁ ପଥର ଫୋପାଡ଼ିବାକୁ ଚେଷ୍ଟା କରିଥିଲା, କାରଣ ସେ ଶରୀରରେ ଆସିଥିବା ପରମେଶ୍ୱର ଅଟନ୍ତି। ତଥାପି ଯୋହନଙ୍କ ପରି ଲୋକ ଥିଲେ ଯେଉଁମାନେ ଏହା ବିଶ୍ୱାସ କରୁଥିଲେ କି ପରମେଶ୍ୱର ଯେ ଆଦ୍ୟରେ ଥିଲେ ଶରୀର ଧାରଣ କରି ପୃଥିବୀକୁ ଆସିଛନ୍ତି ଆଉ ଆମ୍ଭମାନଙ୍କ ସହିତ ବାସ କରୁଛନ୍ତି। ସେମାନଙ୍କ ବିଶ୍ୱାସର ପରିଣାମକୁ ଦେଖୁଥାଇ ଆମ୍ଭକୁ ପରମେଶ୍ୱରଙ୍କ ପ୍ରତି ଆପଣା ବିଶ୍ୱାସକୁ ଯାଞ୍ଚ କରିବା ଉଚିତ କି ଯେବେ ସେ ଶରୀର ଧାରଣ କରି ପୃଥିବୀକୁ ଆସନ୍ତି ତେବେ ଆମ୍ଭକୁ ତାହାଙ୍କ ସେବା କିପରି କରିବା ଉଚିତ। ଏହା ସେହି ଆଶୀର୍ବାଦ ଗୁଡ଼ିକୁ ନିର୍ଦ୍ଧାରିତ କରିବ ଯାହା ଆମ୍ଭେ ସ୍ୱର୍ଗକୁ ଗଲେ ପ୍ରାପ୍ତ କରିବା। ଯୋହନ ଜାଣୁଥିଲେ କି ଯୀଶୁ ଶରୀର ଧାରଣ କରି ଆସିଥିବା ପରମେଶ୍ୱର ଅଟନ୍ତି। ଦିନେ ଯେବେ ଯୀଶୁ ଜେରୁସାଲେମକୁ ଯାଉଥିଲେ, ଏକ ନିଶ୍ଚିତ ନଗରର ଲୋକମାନେ ତାଙ୍କୁ ଆପଣା ନଗରରେ ଯିବାରୁ ରୋକିବାକୁ ଚେଷ୍ଟା କଲେ। ଯୋହନ ଓ ତାହାଙ୍କ ଭାଇ ଯାକୁବ ସେହି ନଗରର ଲୋକମାନଙ୍କ ଉପରେ କ୍ରୋଧିତ ଥିଲେ ଯେଉଁମାନେ ଯୀଶୁଙ୍କ ଯିବାର ପଥକୁ ଅବରୋଧ କରୁଥିଲେ। ସେମାନେ କହିଲେ, ପ୍ରଭୁ ଏଲିୟ ମଧ୍ୟ ଯେପରି କରିଥିଲେ ସେହିପରି ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ। ଏହା ଆମ୍ଭେମାନେ କହିବୁ ବୋଲି କ'ଣ ଆପଣଙ୍କର ଇଚ୍ଛା? ଯୋହନ ଓ ଯାକୁବଙ୍କ ଯୀଶୁଙ୍କ ପ୍ରତି ଏତେ ବଡ଼ ବିଶ୍ୱାସ ଥିଲା। ଯେଉଁମାନେ ଜାଣୁନଥିଲେ କି ଯୀଶୁ ବାସ୍ତବରେ କିଏ ଥିଲେ, ସେମାନେ କେବଳ ତାଙ୍କୁ ଜଣେ ମନୁଷ୍ୟ ରୂପେ ସ୍ୱୀକାର କଲେ। ଯେତେବେଳେ ଲୋକମାନେ ତାଙ୍କ ସହିତ ଏପରି ବ୍ୟବହାର କଲେ ତେବେ ଯୋହନ ଓ ଯାକୁବ ସହ୍ୟ କରିପାରିଲେ ନାହିଁ। ଏହା 4 ସୁସମାଚାରର ପୁସ୍ତକରେ ଲିପିବଦ୍ଧ ଅଛି କି ଏହି କାରଣ ଥିଲା କି ଯୀଶୁ ଯୋହନଙ୍କ ଉପନାମ ବୁଏନ ରୋଗିସ୍ ଅର୍ଥାତ୍ ବଜ୍ରର ପୁତ୍ର ରଖିଲେ। ଏହା ଦେଖାଇଥାଏ କି ଯୋହନ ବାସ୍ତବରେ ଯୀଶୁ ଖ୍ରୀଷ୍ଟଙ୍କୁ କେତେ ପ୍ରେମ, ଆଦର
ଓ ସମ୍ମାନ କରୁଥିଲେ। ଯେହେତୁ ସେ ଯୀଶୁଙ୍କ ପଥର ଅନୁସରଣ କରୁଥିବା ବ୍ୟକ୍ତି ଥିଲେ, ଆମ୍ଭେ ଦେଖିପାରିବା କି ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଯୋହନ ଓ ପ୍ରଥମ ଯୋହନ, ଦ୍ୱିତୀୟ ଯୋହନ ଓ ତୃତୀୟ ଯୋହନର ସୁସମାଚାରର ମାଧ୍ୟମରେ ପରମେଶ୍ୱରଙ୍କ ପ୍ରେମର ପ୍ରକୃତିକୁ ସବୁଠାରୁ ସ୍ପଷ୍ଟ ରୂପେ ପ୍ରକାଶ କଲେ। କ'ଣ ହେବ ଯଦି ପରମେଶ୍ୱର ଆଜି ଶରୀରରେ ଆସନ୍ତି, ତେବେ ଲୋକମାନଙ୍କ ପ୍ରତିକ୍ରିୟା କିପରି ହେବ? ଆମ୍ଭେ ବାଇବଲରେ ଏହି ତଥ୍ୟ ଉପରେ ବିଭିନ୍ନ ପ୍ରକାରର ଲୋକମାନଙ୍କ ପ୍ରତିକ୍ରିୟା ଦେଖିପାରିବା। ସେଥିରେ ସେହି ଲୋକମାନେ ଥିଲେ ଯେଉଁମାନେ ବିଶ୍ୱାସ କଲେ, ଆଉ ଅନ୍ୟ ଏପରି ମଧ୍ୟ ଥିଲେ ଯେଉଁମାନେ ବିଶ୍ୱାସ କରିନଥିଲେ। କେତେକ ପ୍ରତିବନ୍ଧକ ଦେଲେ, ଯେତେବେଳେ ଅନ୍ୟମାନେ ସକ୍ରିୟ ରୂପେ ସାହାଯ୍ୟ କଲେ। କେତେକ ଭକ୍ତିର ସହିତ ପାଳନ କଲେ, ଯେତେବେଳେ କେହି କେହି ଆପଣା ଲୋଭରେ ଭସ୍ମ ହୋଇ 30 ରୂପା ମୁଦ୍ରା ପାଇଁ ଯୀଶୁଙ୍କୁ ବିକ୍ରି କରିଦେଲେ। ଏହି ପ୍ରକାର ଆମ୍ଭେ ନୂତନ ନିୟମ ଓ ପୁରାତନ ନିୟମ ଉଭୟରେ ଲୋକମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିପାରିବା। ତେବେ ପରମେଶ୍ୱରଙ୍କ ପ୍ରତି ଯିଏ ଶରୀର ଧାରଣ କରି ଆସିଥିଲେ ପ୍ରଥମ ଚର୍ଚ୍ଚର ସଦସ୍ୟଙ୍କ ବିଶ୍ୱାସ ବିଷୟରେ କ'ଣ? ଆସନ୍ତୁ ଆମ୍ଭେ ଦ୍ୱିତୀୟ ଯୋହନ ଅଧ୍ୟାୟ 1:7 ଉପରେ ଏକ ନଜର ଦେବା। କାରଣ ଯେଉଁମାନେ ଯୀଶୁଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ସେମାନେ କ'ଣ କରନ୍ତି? ଅସ୍ୱୀକାର କରନ୍ତି। ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଶରୀରରେ ଆସିବା ସମୟରେ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏହା କ'ଣ କହିଥାଏ? ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଖ୍ରୀଷ୍ଟାରୀ। ଏହା କହିଥାଏ କି ସେମାନେ ଖ୍ରୀଷ୍ଟଙ୍କ ଶତ୍ରୁ ଅଟନ୍ତି। ଯେବେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର କଥା ଆସେ, ସେତେବେଳେ ପ୍ରଥମ ଚର୍ଚ୍ଚ ଏହାକୁ ସ୍ୱାଭାବିକ ମାନିଲା। ଯଦିଓ ଜିହୁଦୀମାନେ ଏହା କହୁଥାଏ କି ସେ କେବଳ ଜଣେ ସାଧାରଣ ମନୁଷ୍ୟ ଅଟେ ଯିଏ ନିଜକୁ ପରମେଶ୍ୱର ହେବାର ଦାବି କରେ, ଯୀଶୁଙ୍କୁ ନିର୍ଯାତନା, ନିନ୍ଦା ଓ ବିରୋଧ କଲେ। ଅନ୍ୟପଟେ ପ୍ରଥମ ଚର୍ଚ୍ଚର ସାଧୁମାନେ କହିଲେ, ଅବଶ୍ୟ ସେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନେ ଖ୍ରୀଷ୍ଟାରୀ, ସେମାନେ ପରମେଶ୍ୱରଙ୍କ ଶତ୍ରୁ ଅଟନ୍ତି। ଏହା ଦେଖୁଥାଏ କି ପ୍ରଥମ ଚର୍ଚ୍ଚର ସଦସ୍ୟମାନେ କେତେ ସାହସର ସହିତ ପ୍ରଚାର କଲେ ଏହି ଯୁଗରେ ଚର୍ଚ୍ଚ ଅଫ୍ ଗଡର ସଦସ୍ୟମାନଙ୍କୁ ସେମାନଙ୍କ ସଦୃଶ ବିଶ୍ୱାସକୁ ଉତ୍ତରାଧିକାରୀ ରୂପେ ପ୍ରାପ୍ତ କରିବା ଉଚିତ। ସଂସାର ଆମ୍ଭମାନଙ୍କ ଚର୍ଚ୍ଚକୁ ଏକ ଭ୍ରଷ୍ଟ ଓ ବିକୃତ ଦୃଷ୍ଟିକୋଣରେ ଦେଖିଥାଏ, କାରଣ ଆମ୍ଭମାନଙ୍କ ଚର୍ଚ୍ଚ ଏହି ପ୍ରକାର ବିଶ୍ୱାସ କରିଥାଏ। ବାସ୍ତବରେ ସେମାନେ ସମାନ ବ୍ୟକ୍ତି ଅଟନ୍ତି ଯେଉଁମାନେ ଏହି ବିଷୟ ପ୍ରତି ଅସ୍ୱୀକାର କରନ୍ତି କି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଛନ୍ତି। ଏହା ଦ୍ୱାରା ସେମାନେ ସ୍ୱୟଂକୁ ଭ୍ରାନ୍ତକାରୀ ରୂପେ ପ୍ରକଟ କରନ୍ତି, ଯେଉଁମାନେ ଖ୍ରୀଷ୍ଟାରୀର ଆତ୍ମା ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି। ଏହି ସମସ୍ତ ଦ୍ୱିତୀୟ ଯୋହନର ପୁସ୍ତକରେ ସିଧାସଳଖ ଦେଖାଇଅଛି। ଯୋହନ କେବଳ ଏକା ନଥିଲେ ଯାହାଙ୍କୁ ଏପରି ବିଶ୍ୱାସ ଥିଲା। ଆସନ୍ତୁ ପ୍ରଥମ ତିମୋଥୀ ଅଧ୍ୟାୟ 2:4 ଦେଖିବା। ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି। ସେ କିଏ ଅଟନ୍ତି? ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ଯେମିତିକି ଆମ୍ଭେ ଦେଖିପାରିବା ଏହି ତଥ୍ୟର ସମ୍ବନ୍ଧରେ କି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଛନ୍ତି। କେବଳ ପ୍ରେରିତ ଯୋହନ ହିଁ ବିଶ୍ୱାସ କରୁଥିବା ବ୍ୟକ୍ତି ନଥିଲେ। ପ୍ରେରିତ ପାଉଲ ଯିଏ ତିମୋଥୀକୁ ଚିଠି ଲେଖିଥିଲେ, ତାହାଙ୍କ ମଧ୍ୟ ସେହି ଦୃଷ୍ଟିକୋଣ ଓ ବିଶ୍ୱାସ ଥିଲା। ଅନ୍ୟ ଶବ୍ଦରେ ପ୍ରଥମ ଚର୍ଚ୍ଚର ସାଧୁମାନଙ୍କ ପାଇଁ ଶରୀର ଧାରଣ କରି ଆସିଥିବା ଖ୍ରୀଷ୍ଟ ସେମାନଙ୍କ ବିଶ୍ୱାସର କେନ୍ଦ୍ର ଥିଲେ। ପୁଣି ପବିତ୍ର ଆତ୍ମାଙ୍କ ଏହି ଯୁଗରେ ଆମ୍ଭମାନଙ୍କଠାରେ କେଉଁ ପ୍ରକାରର ବିଶ୍ୱାସ ହେବା ଉଚିତ? ଯଦିଓ ଦୁନିଆ ଆମ୍ଭମାନଙ୍କ ବିରୁଦ୍ଧରେ ହୋଇଥାଏ ଏବଂ ପଥର ଫୋପାଡ଼ିବାକୁ ଚେଷ୍ଟା କରେ, ଆମ୍ଭକୁ ଆତ୍ମା ଓ କନ୍ୟାଙ୍କ ଉପରେ ଦୃଢ଼ ଓ ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ, ଯିଏ ପୃଥିବୀକୁ ଆସିଛନ୍ତି। ଆମ୍ଭକୁ ଏହି ସତ୍ୟର ସାକ୍ଷ୍ୟ ଦେଉଥିବା ବ୍ୟକ୍ତି ହେବା ଉଚିତ ଏବଂ ସୁସମାଚାରର ପ୍ରଚାର କରିବା ଉଚିତ। ଯଦି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସନ୍ତେ ନାହିଁ, ତେବେ ମାନବ ଜାତିର କ'ଣ ହୁଅନ୍ତା? କ'ଣ ମାନବ ଜାତିକୁ ପରିତ୍ରାଣ ପ୍ରାପ୍ତ ହେବାର ସୁଯୋଗ ମିଳିଥାନ୍ତା? ଆସନ୍ତୁ ଯିଶାୟ ଅଧ୍ୟାୟ 25 ଉପରେ ଏକ ନଜର ଦେବା। ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ କ'ଣ କରିବେ? ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଯଦି ସେ ଆସନ୍ତେ ନାହିଁ, ତେବେ କ'ଣ ଉଦ୍ଧାରର କାର୍ଯ୍ୟ କରାଯାଇପାରିବ? କଦାପି ନୁହେଁ। ଏହା ବ୍ୟତୀତ ଯେମିତି ଏବ୍ରିୟ ଅଧ୍ୟାୟ 9ରେ ଲେଖା ଅଛି, କେତେଥର, ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ତେବେ ଯଦି ସେ ଦ୍ୱିତୀୟ ଥର ଆସନ୍ତି ନାହିଁ, ତେବେ କ'ଣ ସେହି ସତ୍ୟ ଯାହା ପରିତ୍ରାଣ ଆଡ଼କୁ ନେଇଯାଏ ଆମ୍ଭ ପାଖକୁ ଅଣାଯାଇପାରିବ? ଯଦି ପରିତ୍ରାଣ ଆଡ଼କୁ ନେଉଥିବା ସତ୍ୟ ପ୍ରକଟ ହୁଏ ନାହିଁ, ତେବେ ଆମ୍ଭେ ଯେଉଁମାନେ ଏହି ଯୁଗରେ ବଞ୍ଚୁଅଛୁ
ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଲୋକ ହେବା। ଏପରି ଏଥିପାଇଁ କାରଣ କାହାରିକୁ ମଧ୍ୟ ପରିତ୍ରାଣର ଆଶୀର୍ବାଦ ଦିଆଯାଇ ପାରିବ ନାହିଁ। ଆମ୍ଭକୁ ଏହି ତଥ୍ୟ ଉପରେ ଗର୍ବ କରିବା ଉଚିତ କି ପିତା ଓ ମାତା ପୃଥିବୀକୁ ଆସିଲେ ଆଉ ସମସ୍ତ ମାନବ ଜାତିର ସମ୍ମୁଖରେ ଏହା ବିଷୟରେ ଗର୍ବ କରିବା ଉଚିତ। ଯଦି ପରମେଶ୍ୱର ଏହି ଯୁଗରେ ଆମ୍ଭମାନଙ୍କ ସହିତ ରହିବାକୁ ଏହି ପୃଥିବୀରେ ଆସିନଥାନ୍ତେ, ତେବେ କ'ଣ ଆମ୍ଭେ ସ୍ୱର୍ଗର ଆଶା ରଖିବାରେ ସକ୍ଷମ ହୋଇପାରନ୍ତେ? ଆଜିକାଲି କରୋନା ଭାଇରସ ସାରା ଦୁନିଆରେ ବ୍ୟାପିଛି ଆଉ ଏହା ପର୍ଯ୍ୟନ୍ତ କି ନୂତନ କରୋନା ଭାଇରସ ମଧ୍ୟ ଦେଖାଯାଇଛି। ଏଥିପାଇଁ ଲୋକମାନେ ଭୟରେ ଥରୁଛନ୍ତି, କ'ଣ ହେବ ଯଦି ମୁଁ ଏହି ମହାମାରୀ ସମୟରେ ମରିଯାଏ? ସମସ୍ତେ ଆପଣା ଭବିଷ୍ୟତକୁ ନେଇ ଅନିଶ୍ଚିତ ରହୁଥାଇ ମୃତ୍ୟୁର ଭୟରେ ଦିନକୁ ଦିନ ଲକ୍ଷ୍ୟହୀନ ଜୀବନଯାପନ କରୁଛନ୍ତି। ଯେବେ ସେମାନେ ଜୀବନର ସମସ୍ତ ସଂଘର୍ଷ ଦେଇ ଗତି କରିବା ପରେ ଶେଷରେ ମରିଯିବେ, ସେତେବେଳେ ସେମାନଙ୍କ ପାଇଁ କେବଳ ଗୋଟିଏ ଜିନିଷ ଅପେକ୍ଷା କରୁଛି, ତାହା ହେଉଛି ପରମେଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବା। ଏଥିପାଇଁ ଆପଣା ଜୀବନରେ ପ୍ରତିଦିନ ଶରୀରରେ ପୃଥିବୀକୁ ଆସିବା ପାଇଁ ଆମ୍ଭ ପରମେଶ୍ୱରଙ୍କ ମହିମା କରିବା ଉଚିତ। ଆମ୍ଭେ ସୁସମାଚାରର ରେକର୍ଡ ଗୁଡ଼ିକରେ ଦେଖିପାରିବା କି ମରିୟମ ଯୀଶୁଙ୍କ ଅନ୍ତିମ ସଂସ୍କାର ପାଇଁ ଆପଣା ସବୁଠାରୁ ମହଙ୍ଗା ବହୁମୂଲ୍ୟ ସୁଗନ୍ଧି ତୈଳର ଉପଯୋଗ କରିଥିଲେ। ଏପରି ଲୋକ ଥିଲେ ଯେଉଁମାନେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କୁ ସମ୍ମାନ କଲେ। ଆଉ ଫାରୁସି ସାଦୁକି ଯେପରି ଦୁଷ୍ଟ ଲୋକମାନଙ୍କ ସମୂହ ମଧ୍ୟ ଥିଲା, ଯେଉଁମାନେ ଏହା ଷଡ଼ଯନ୍ତ୍ର କରିବା ପାଇଁ ଏକତ୍ରିତ ହେଉଥିଲେ କି ସେମାନେ କିପରି ଯୀଶୁଙ୍କୁ ବଦନାମ କରିପାରିବେ ଏବଂ ଶେଷରେ ତାଙ୍କୁ ହତ୍ୟା କରିପାରିବେ। ଏମାନେ ମନୁଷ୍ୟ ରୂପେ ପୃଥିବୀରେ ରହୁଥାଇ ସେହି ସମସ୍ତ ଦୁଷ୍କର୍ମ ଗୁଡ଼ିକୁ ପୁନରାବୃତ୍ତି କରୁଛନ୍ତି ଯାହା ସେମାନେ ସ୍ୱର୍ଗରେ କରିଥିଲେ। ଆଜି ଆମ୍ଭେ ପରମେଶ୍ୱର ଶରୀର ଧାରଣ କରି ଆସିବା ଦ୍ୱାରା ମାନବ ଜାତିର ପ୍ରତିକ୍ରିୟା ଉପଦେଶର ଅଧ୍ୟୟନ କରୁଅଛୁ। ଆଜିର ଉପଦେଶ ଦ୍ୱାରା ଆମ୍ଭକୁ ପ୍ରତିଦିନ ସ୍ୱୟଂକୁ ଏହା ପଚାରିବା ଉଚିତ, ଆମ୍ଭକୁ ପୃଥିବୀରେ ଆସିଥିବା ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ଆଦର ଓ ସମ୍ମାନ କିପରି କରିବା ଉଚିତ। ପୃଥିବୀରେ ରହୁଥାଇ ବାଇବଲ ଭଲ ଭାବରେ ପ୍ରଚାର କରିବା ଏବଂ ଶିଖେଇବାର କ୍ଷମତା ହେବା ଉତ୍ତମ ଅଟେ। କିନ୍ତୁ ଆମ୍ଭକୁ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ କି ଆମ୍ଭେ ଯାହା କିଛି ମଧ୍ୟ କରିଥାଉ ତାହାର ମୂଲ୍ୟ ଏହି ପ୍ରଶ୍ନରୁ ଉତ୍ପନ୍ନ ହେବା ଆବଶ୍ୟକ, ମୁଁ ପରମେଶ୍ୱରଙ୍କ ଆଦର ଓ ସମ୍ମାନ କିପରି କରିପାରିବି? କ'ଣ ଆମ୍ଭେ ସମସ୍ତେ ସୁସମାଚାରର କାର୍ଯ୍ୟରେ ଭାଗ ଏଥିପାଇଁ ନେଉନାହୁଁ କାରଣ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ପାଳନ କରିବାକୁ ଚାହୁଁଛୁ? ଆଜି ଆମ୍ଭେ ପରମେଶ୍ୱରଙ୍କ ଶରୀର ଧାରଣ କରି ପୃଥିବୀକୁ ଆସିବାର ମାମଲା ଉପରେ ବିଚାର କରୁଅଛୁ। ଯେବେ ଆମ୍ଭେ ସ୍ୱର୍ଗକୁ ଫେରିଯିବା, ତେବେ କ'ଣ ଆମ୍ଭମାନଙ୍କ ବିଶ୍ୱାସର ସ୍ତର ଏହା କହିବା ପାଇଁ ପର୍ଯ୍ୟାପ୍ତ ହେବ କି ପିତା ଓ ମାତା ଆପଣ ଆମ୍ଭକୁ ଆପଣା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଦେଇଛନ୍ତି, ଏଥିପାଇଁ ଆମ୍ଭେ ଅବ୍ରାହମଙ୍କ ସମାନ ପୂର୍ଣ୍ଣ ମନରେ ଆପଣଙ୍କ ସେବା କଲୁ? କ'ଣ ଆମ୍ଭେ ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଆପଣା ବିଶ୍ୱାସ ବିଷୟରେ ଗର୍ବ କରିବାରେ ସକ୍ଷମ ହୋଇପାରିବା? ଯେତେବେଳେ ମୁଁ ଏହି ଦୃଶ୍ୟ ବିଷୟରେ ଭାବୁଥିଲି, ମୋତେ ଅନୁଭବ ହେଲା କି ଯଦିଓ ମାନବ ଜାତି ପରମେଶ୍ୱରଙ୍କୁ ଜାଣେ ନାହିଁ ଆଉ ପରମେଶ୍ୱରଙ୍କ ସହିତ ଅଭଦ୍ର ବ୍ୟବହାର କରିଥାଏ, ଆମ୍ଭକୁ ସେହିପରି ପ୍ରତିକ୍ରିୟା କରିବା ଉଚିତ ନୁହେଁ ଯେମିତି ସେମାନେ କରନ୍ତି। ପରମେଶ୍ୱର କହିଲେ କି ସେ ଆପଣା ଲୋକମାନଙ୍କୁ ପୃଥିବୀରୁ ନେଇଯିବେ ଆଉ ସେମାନଙ୍କୁ ଏକ ନୂତନ ସୃଷ୍ଟି କରିବେ। ଯେମିତିକି ମରିୟମ, ପିତର ଓ ଅବ୍ରାହମଙ୍କ ବିଷୟରେ, ଯେଉଁମାନେ ପରମେଶ୍ୱରଙ୍କୁ ଠିକରେ ଜାଣୁଥିଲେ ଆଉ ପରମେଶ୍ୱରଙ୍କ ସେବା ଓ ସମ୍ମାନ କରିବାକୁ ଚାହୁଁଥିଲେ, କ'ଣ ପରମେଶ୍ୱର ସେମାନଙ୍କୁ ଯେଉଁ ଗୋଷ୍ଠୀ ସୃଷ୍ଟ ହେବ କହିନଥିଲେ? ଆସନ୍ତୁ ଏକ ନଜର ପକାଇବା। ଆସନ୍ତୁ ଆମ୍ଭେ ଗୀତ ସଂହିତା ଅଧ୍ୟାୟ 102 ପଦ 12 ଦେଖିବା। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତ କାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ। ତୁମ୍ଭେ ଉଠି ସିଓନକୁ ଦୟା କରିବ, କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ ନିରୂପିତ ସମୟ ଉପସ୍ଥିତ। ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା, ତହିଁର ଧୂଳିରେ ଦୟାଭାବ ବହନ୍ତି। ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜଗଣ ତୁମ୍ଭ ମହିମାକୁ ଭୟ କରିବେ। ପୃଥିବୀର ସମସ୍ତ ରାଜା ପରମେଶ୍ୱରଙ୍କ ଭୟ କରିବେ। ଏପରି ସମୟ ମଧ୍ୟ ଅବଶ୍ୟ ଆସିବ। ଆସନ୍ତୁ ପଦ 16ର ବାକ୍ୟକୁ ଦେଖିବା। କାରଣ ସଦାପ୍ରଭୁ ସିଓନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି। ସେ ଦିନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରିନାହାନ୍ତି। ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ। ଆଉ ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ। ସେହି ଗୋଷ୍ଠୀ ଯାହା ସୃଷ୍ଟ ହେବ କେଉଁଠୁ ଆସିବ? ତାହା ସିଓନରୁ ଆସିବ। ଯେବେ ସଦାପ୍ରଭୁ ସିଓନର ପୁନର୍ନିର୍ମାଣ କରନ୍ତି ଆଉ ଆପଣା ମହିମାରେ ଦେଖାଯାଆନ୍ତି, ତେବେ ଏକ ଗୋଷ୍ଠୀ ଯାହା ସୃଷ୍ଟ ହେବ ସେ ସଦାପ୍ରଭୁଙ୍କର ପ୍ରଶଂସା କରିବ। ପଦ 19,
କାରଣ ବନ୍ଦୀର ହାହାକାର ଶୁଣିବାକୁ ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି। ସେ ସ୍ୱର୍ଗରୁ ପୃଥିବୀ କି ଅବଲୋକନ କଲେ। ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟ ସକଳ ଏକତ୍ରିତ ହେବା ବେଳେ ଲୋକମାନେ ସିଓନରେ ସଦାପ୍ରଭୁଙ୍କ ନାମ ଓ ଜେରୁସାଲେମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ। ଯେବେ ପରମେଶ୍ୱରଙ୍କ ମହିମା ସାରା ସଂସାରରେ ପ୍ରକଟ କରାଯାଏ, ସେତେବେଳେ ସଂସାରର ସମସ୍ତ ଲୋକ ପରମେଶ୍ୱରଙ୍କ ବିରୁଦ୍ଧ କରିବା ବା ପରମେଶ୍ୱରଙ୍କ ମହିମାର ନିନ୍ଦା କରିବାକୁ ସାହସ କରିବେ ନାହିଁ। ଯେବେ ପରମେଶ୍ୱର ପୃଥିବୀରେ ମନୁଷ୍ୟ ରୂପେ ଆସନ୍ତି, ସେତେବେଳେ ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କ ରୂପେ ଗ୍ରହଣ କରିବାରେ ସକ୍ଷମ ହେବା ଉଚିତ, ଯେମିତି ଅବ୍ରାହମ ଓ ପ୍ରେରିତ ଯୋହନ କରିଥିଲେ। ଆମ୍ଭକୁ ଏହି ତଥ୍ୟ ଉପରେ ସମ୍ପୂର୍ଣ୍ଣ ଏବଂ ଦୃଢ଼ ବିଶ୍ୱାସର ସହିତ ସୁସମାଚାରର ପ୍ରଚାର କରିବା ଉଚିତ। ଯଦି ନାହିଁ, ତେବେ ଆମ୍ଭେ ଏହା ବୁଝିବାରେ ଅସମର୍ଥ ହେବା କି ଆମ୍ଭମାନଙ୍କର ପରିତ୍ରାଣ ପାଇଁ କ'ଣ ଆବଶ୍ୟକ ଏବଂ ଖ୍ରୀଷ୍ଟଙ୍କୁ ମଧ୍ୟ ଗ୍ରହଣ କରିପାରିବା ନାହିଁ, ଯେ ସମସ୍ତ ରହସ୍ୟର ରହସ୍ୟ ରୂପେ ଆସିଥିଲେ। ଯେଉଁମାନେ ପରମେଶ୍ୱରଙ୍କୁ ସ୍ୱୀକାର କରନ୍ତି ନାହିଁ, ଯିଏ ଶରୀର ଧାରଣ କରି ଆସିଥିଲେ, ସେମାନେ ଖ୍ରୀଷ୍ଟାରୀ ଓ ଭ୍ରାନ୍ତକାରୀ ଆତ୍ମା ଅଟନ୍ତି। ଏଥିପାଇଁ ଯଦିଓ ସେମାନେ ବିଶ୍ୱାସ କରନ୍ତି ନାହିଁ, ଆମ୍ଭକୁ ସେମାନଙ୍କ ପ୍ରତାରଣା ଦ୍ୱାରା ଟାଣି ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଆମ୍ଭେ ସତ୍ୟର ସାକ୍ଷୀ ଏବଂ ସୁସମାଚାରକୁ ଜାଣୁ। ଆମ୍ଭକୁ ଦୁନିଆକୁ ଏହା ଜଣାଇବା ଜରୁରୀ ଯାହା ଆମ୍ଭେ ଜାଣୁ। ପବିତ୍ର ଆତ୍ମାଙ୍କ ଏହି ଯୁଗରେ ଆମ୍ଭକୁ ସେହି ସାକ୍ଷୀମାନଙ୍କର ମିଶନ ଦିଆଯାଇଅଛି, ଯେଉଁମାନେ ଏହି ଯୁଗରେ ପ୍ରକଟ ହୋଇଥିବା ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି। ପିତାଙ୍କ ଯୁଗରେ ସାକ୍ଷୀମାନେ ସଦାପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଲେ। ଆଉ କ'ଣ ପୁତ୍ରଙ୍କ ଯୁଗରେ ସାକ୍ଷୀମାନେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେଉନଥିଲେ? ଯେ ପର୍ଯ୍ୟନ୍ତ ସମସ୍ତ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନଥିଲେ, ସେ ପର୍ଯ୍ୟନ୍ତ ସେମାନେ କେତେ ଯନ୍ତ୍ରଣା ଭୋଗିଲେ। ଏହି ଯୁଗରେ ମଧ୍ୟ ଏପରି ହିଁ ଅଟେ। ଯେମିତିକି ଆମ୍ଭେ କରୋନା ଭାଇରସ କାରଣରୁ ବିଭିନ୍ନ ସ୍ଥିତିର ସମ୍ମୁଖୀନ ହେଉଅଛୁ, ଆମ୍ଭକୁ ପିତା ଓ ମାତାଙ୍କ ବିଷୟରେ ସତ୍ୟକୁ ଆହୁରି ଅଧିକ ପରିଶ୍ରମ ଓ ବଡ଼ ଉତ୍ସାହର ସହିତ ପହଞ୍ଚାଇବା ଆବଶ୍ୟକ। ଥରେ ଯେବେ ଆମ୍ଭେ ପ୍ରଚାର କରିଥାଉ ଆଉ ବାକ୍ୟ ଶୁଣିଥାଉ, ତେବେ ପରମେଶ୍ୱର ସେଠାରୁ ପଥ ଖୋଲିଦେବେ। ଏହି କାରଣ କି ପ୍ରେରିତ ଯୋହନ ଏବଂ ପାଉଲ ନିର୍ଭୟରେ ସାକ୍ଷ୍ୟ ଦେଲେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପିତର ମଧ୍ୟ ନିର୍ଭୟରେ ସାକ୍ଷ୍ୟ ଦେଉଥାଇ କହିଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଏହି ପ୍ରକାର ଆମ୍ଭେ ନୂତନ ନିୟମରେ ଏପରି ଅନେକ ଅଭିଲେଖ ପାଇପାରିବା। ଆଉ ପ୍ରେରିତ ପୁସ୍ତକରେ ଲେଖା ଅଛି, ସେମାନେ ପ୍ରତିଦିନ ଯୀଶୁ ଯେ ଖ୍ରୀଷ୍ଟ ଏହି ସୁସମାଚାର ପ୍ରଚାର କରିବାକୁ କ୍ଷାନ୍ତ ହେଲେ ନାହିଁ। ଆମ୍ଭର ଶିଖାଇବା ପାଇଁ କିଛି ଅନ୍ୟ ଜିନିଷ ନାହିଁ। ଯୀଶୁ ଖ୍ରୀଷ୍ଟ ଅଟନ୍ତି, ସେ ଉଦ୍ଧାରକର୍ତ୍ତା ଅଟନ୍ତି, ଯାହାଙ୍କ ଆମ୍ଭେ ଅପେକ୍ଷାରେ ଅଛୁ। ଯେବେ ଏହି ପ୍ରକାର ସୁସମାଚାରର ପ୍ରଚାର କରାଗଲା, ସେତେବେଳେ ଲୋକମାନଙ୍କର ଭିନ୍ନ ପ୍ରତିକ୍ରିୟା ଥିଲା। କ'ଣ ଖ୍ରୀଷ୍ଟ ବାସ୍ତବରେ ପୃଥିବୀକୁ ଆସିଥିଲେ? ଆମ୍ଭେ ତାଙ୍କ ସହିତ ସାକ୍ଷାତ କରିଅଛୁ, ଯାହାଙ୍କୁ ଆମ୍ଭେ ଅପେକ୍ଷାରେ ଥିଲୁ। ଅବଶ୍ୟ ସେ ଖ୍ରୀଷ୍ଟ ଅଟନ୍ତି, ସେ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଅଟନ୍ତି। କେତେକ ଏହାକୁ ଗ୍ରହଣ କରନ୍ତି, କିନ୍ତୁ ଜିହୁଦୀ ଓ ଫାରୁସୀମାନଙ୍କ ପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଆମ୍ଭମାନଙ୍କର ଉପହାସ କରନ୍ତି, ଆମ୍ଭର ଥଟ୍ଟା କରନ୍ତି ଏବଂ ଚିତ୍କାର କରନ୍ତି। ଏକ ସାଧାରଣ ମନୁଷ୍ୟ କିପରି ପରମେଶ୍ୱର ହୋଇପାରିବ? କ'ଣ କିଛି କାରଣ ନାହିଁ? ବାଇବଲ ଏହାର କାରଣ କ'ଣ ବୋଲି କହିଥିଲା? ଆସନ୍ତୁ ଆମ୍ଭେ ଯିଶାୟ ଅଧ୍ୟାୟ 8କୁ ଯିବା। ଯିଶାୟ ଅଧ୍ୟାୟ 8 ପଦ 13। ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ। ପୁଣି ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ। ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ। ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ। ଜେରୁସାଲେମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ। ଆଉ ଅନେକ ଲୋକ ତଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ। ବାଇବଲ ଓ ଭବିଷ୍ୟତବକ୍ତାମାନେ ପ୍ରଥମରୁ ଭବିଷ୍ୟତକୁ ଦେଖିଲେ। ସେମାନେ ଭଲରେ ଜାଣୁଥିଲେ କି କ'ଣ ହେବ ଯଦି ଏହି ଘୋଷଣା କରାଯାଏ କି ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଛନ୍ତି। କିନ୍ତୁ ସମସ୍ତ ମାନବ ଜାତି ମଧ୍ୟରେ ଯେଉଁମାନେ ସଠିକ୍ ଭାବରେ ଚିହ୍ନନ୍ତି, ପରମେଶ୍ୱରଙ୍କ ପାଖକୁ ଆସନ୍ତି ଆଉ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କ ସନ୍ତାନ ରୂପେ ଆହ୍ୱାନିତ ହୁଅନ୍ତି। ପରମେଶ୍ୱର ସେମାନଙ୍କୁ କହନ୍ତି, ଯାହାଙ୍କର ସୃଷ୍ଟ ହେବାର ଅଛି ତୁମ୍ଭେ ସେହି, ଓ ଯେଉଁମାନେ ସିଓନରେ ବସତି ସ୍ଥାପନା କରିବାର ଯୋଗ୍ୟ।
बाइबल कही थाए कि ख्रीष्ट एक एपरी प्रस्तर जहाँ मनुष्य मानक विघ्नर कारण होता है एवं से पाषाण अटंती जहाँ से पतित करिथाए। यह सेमानंक पई दिया जाइथिबा वाक्य अटे जे मानक रक्षा करा जाई परिबो नाही। जे माने उद्धार प्राप्त हेबे सेमानंक पई से समस्त भंडारर भंडार अटंती। आसंतु प्रथम पीतर अध्याय 2 को खोलिबा। प्रथम पीतर अध्याय 2 पद 1। अतएव प्रभु जे मंगलमय यह जदि आस्वादन करियछ ताहा हेले समस्त प्रकार दुष्टता छल कपट ईर्षा और परनिंदा परित्याग करी नवजात शिशुतुल्य पारमार्थिक अमिश्रित दुग्धपान करने इच्छा कर जेपरि तो द्वारा परिणार्थे वृद्धि पाइपार। जीवंत प्रस्तर स्वरूप जे सही प्रभु से मनुष्य मानक द्वारा अग्राह्य हेले सत किंतु ईश्वरंक निकट रे मनोनीत ओ बहुमूल्य अटंती। ताहांक निकट को आसी तुम्हें माने मध्य जीशु ख्रीष्टंक द्वारा ईश्वरंक निकट रे सुग्राह्य आत्मिक बलि उत्सर्ग करिबा निमंते पवित्र याजक वर्ग हेबा पई जीवंत प्रस्तर स्वरूप होई गोटिए पारमार्थिक गृह रूप रे निर्मित हुओ। कारण शास्त्र रे लिखित अछि, देखो आम्भे सियोन रे गोटिए मनोनीत और बहुमूल्य कोणर प्रधान प्रस्तर स्थापन करूअछु आउ जे ताहांक ठारे विश्वास करिबो से लज्जित हेबो नाही। एणु विश्वास करूअछ जे तुम्हें माने सही महामूल्यर अंशी किंतु जो माने विश्वास करती नहीं गृह निर्माणकारी माने जो प्रस्तर को अग्राह्य कले सेमानंक निमंते कोणर प्रधान प्रस्तर पुणी बाधाजनक प्रस्तर और विघ्नजनक पाषाण स्वरूप हेला। वाक्यर अनाज्ञाबह हेबारु से माने बाधा पांती आउ एथि निमंते मध्य से माने निरूपित होइथिले। किंतु जे तुम्हमानंकु अंधकारु आपण आश्चर्य आलोक मध्य को आह्वान करियछंती तुम्हे माने जेपरि ताहांक गुण कीर्तन कर। एथे निमंते तुम्हें माने एक मनोनीत वंश राजकीय याजक वर्ग पवित्र जाति पुणी ईश्वरंक निजस्व प्रजा होइअछ। परमेश्वरंक लोक हेबा पूर्वे आम्भे केवल अन्य जातिर थिलु किंतु एबे आम्भकु परमेश्वरंक उपरे प्रकृत विश्वास अछि जे शरीर धारण करी पृथ्वी को आसीछंती। आम्भे परित्राणर पवित्र कार्य रे भाग नेबारे सक्षम अटु जहार नेतृत्व परमेश्वर करूछंती। समस्त लोक जेतेबेले शरीर धारण करी आसीथिबा परमेश्वरंक कथा आसे सेतेबेले साधारण लोक तांको ग्रहण करि परिबे नाही। माथ्यू अध्याय 13 रे परमेश्वर कहिले, किंतु धन्य तुम्हमानंक चक्षु जेणु ताहा देखे, धन्य तुम्हमानंकर कर्ण जेणु ताहा शुणे आउ हृदय दिया जाई अछि कि तुमे ताहा ग्रहण करिवो। जदि आम्भकु देखिबाकु चक्षु शुणिबाकु कर्ण ओ ताहा जानिबाकु मन दिया जाए तेबे आम्भकु यह जानिबा उचित कि एही पृथ्वी रे रहुथाई परमेश्वरंक सठिक भाବରେ सम्मान किपरि करिबा। यह व्यतीत आम्भकु यह मध्य जणा हेबा उचित कि स्वर्ग रे प्रवेश करिबा परे मध्य आम्भे परमेश्वरंक सम्मान किपरि करूथिबा। अवश्य यह भलो कि आम्भे बाइबल रो अध्ययन करिबा, अनेक पदगुडी को जानिबा आउ भलरे शिक्षा मध्य देबा। किंतु जिहुदी और फारूसी बाइबल रो विशेषज्ञ थिले, तथापि मध्य से माने जीशुंकर सम्मान कले नाही आउ नाही ताहांको उचित आदर कले। परिशेषरे से माने जीशुंको क्रूसविध करिबा पई जनता को उत्साहित कले। हो ना, बाइबल रो एकाडेमिक बुझामणा दृष्टिरु फारूसी सादुकी और जिहुदी मानंक पाखरे जीशुंको शिष्य मानंक तुलनारे उच्च स्तर ज्ञान थिला। कोण यही लोक मानकर वृत्ति नथिला कि से माने बाइबल रो प्रतिलिपि गुड़िकर प्रतिलेखन एवं उत्पादन करिवे। तथापि मध्य से माने सही परमेश्वरंकु जीए सेमानंक पाखकु आसिले अस्वीकार कले। परमेश्वरंक शरीर रे आसीबा प्रति सेमानंकर प्रतिक्रिया सेमानंकु ख्रीष्टंकु एक प्रस्तर रूपे ग्रहण करिबा पई प्रेरित कला, जहा फल से माने बाधा प्राप्त होई पड़ी गले। एही जुगरे आत्मा और कन्या अटंती जो माने सुसमाचार रो नेतृत्व करूछंती। सर्वोपरि जदि आम्भे सियोन रो संतान और परमेश्वरंक लोक जो गोष्ठी सृष्ट हेबो हेबा उचित, तेणु आम्भकु सर्वप्रथमे शरीर धारण करी आसीथिबा परमेश्वरंकु अनुभव करिबा उचित। आम्भकु जोहनंक समान परमेश्वरंकु सम्मानित सम्मान करिबा उचित एवं अब्राहम ओ मरियमंक समान ताहांको आदर करिबा उचित। आम्भकु कृतज्ञतार सहित परमेश्वरंक पालन करिबा उचित, जेउठिकु मध्य से आम्भकु नै जानती। एहा आशा करूथाई कि समस्ते स्वर्ग रे प्रवेश करिबारे अयोग्य हेबा बिना शेष पर्यंत धैर्यवान हेबा। मु आजिर उपदेश को समाप्त करने चाहिए। आपनको बहुत बहुत धन्यवाद।